ଏକ ବନ୍ୟଜନ୍ତୁ ବିହୀନ ବିଶାଳ ଜଙ୍ଗଲର ଟିକେ ଭିତରେ ଥିଲା ଏକାନ୍ତ ଗାଁଟିଏ। ଗାଁଟିର କୌଣସି ଘରେ ଆଲୁଅ ନଥିଲା। ସବୁ ଚାଳ ଛପରର ଛୋଟ ଛୋଟ ଜନଶୂନ୍ୟ ଭଙ୍ଗା ଘର। କିଛି ଘରର ଝାଟିମାଟି କାନ୍ଥରେ ଅସଂଖ୍ୟ ଗୁଳିମାଡ଼ ଓ ରକ୍ତ ଛିଟାର ଚିହ୍ନ। ଆଉ କିଛି ଘର ଉପରେ ଯେପରି ଟ୍ରକ୍ ପରି କିଛି ବଡ଼ ଗାଡ଼ି ମାଡ଼ିଗଲା ପରି ତାର କାନ୍ଥଗୁଡ଼ିକ ଗୋଟିଏ ପଟକୁ ଢଳି ପଡ଼ିଥାନ୍ତେ। ବାଇକ୍ ଚଲାଇ ଜଙ୍ଗଲ ଭିତରକୁ ପ୍ରବେଶ କରି କିଛି ବାଟ ଆସି ସେହି ଗାଁ ବାହାରେ ଥାଇ ଲକ୍ଷ୍ୟ କଲା ଭୁବନ। ଆବଶ୍ୟକୀୟ ବନ୍ଧୁକ ଏବଂ ଗୁଳି, ତା ସହିତ ନାଇଟ୍ ଭିଜନ୍ ବାଇନାକୁଲର, ଅନେକ ଗୁଡ଼ିଏ ଛୋଟ ଛୋଟ ଜିପିଏସ୍କୁ ସାଥିରେ ନେଇ ନିଜ କାମକୁ ଧ୍ୟାନରେ ରଖି ସେହି ଗାଁ ମଝି ଦେଇ ଯାଉଥାଏ ଭୁବନ। ସାମାନ୍ୟ ଝିଙ୍କାରିଟିର କିଟକିଟ ଶବ୍ଦ ମଧ୍ୟ ଶୁଣାଯାଉନଥାଏ। ଏତେ ଶାନ୍ତ ବିଭୀଷିକା ପରିବେଶ ବୋଧହୁଏ ଭୁବନ ନିଜ ଜୀବନରେ କେବେ ଦେଖିନଥାଏ। ନିଜ ବାଇକ୍ର ଘୁଡ଼୍ ଘୁଡ଼୍ ଧ୍ୱନି, ଶ୍ୱାସକ୍ରିୟାର ଶବ୍ଦ ଏବଂ ହୃତ୍ପିଣ୍ଡର ଶବ୍ଦ ଛଡ଼ା ଆଉ କିଛି ଶବ୍ଦ ନଥିଲା ସେଠାରେ। ଆଗକୁ ପଛକୁ ଭଲରେ ନିରୀକ୍ଷଣ କରି ଧୀରେ ଧୀରେ ଯାଇ ରାସ୍ତା କଡ଼ରେ ଥିବା ଗୋଟିଏ ଭଙ୍ଗା ଘର ପାଖ ଗୋଟିଏ ପିଜୁଳି ଗଛର ଗଣ୍ଡିରେ ଜିପିଏସ୍ ଟ୍ରାକରକୁ ଲଗାଇ ଦେଇ ଆଗକୁ ଚାଲିଗଲା ସେ। ସେହି ଜିପିଏସ୍ ଟ୍ରାକରଟିରେ ଗୋଟିଏ ସବୁଜ କଲରର ଲାଇଟ୍ ଜଳୁଥାଏ। ସାମାନ୍ୟ ବେଗରେ ଗତି କରି ନିଜ ନଜର ବୁଲାଇ ଦେଖିଲା ବାମ ଓ ଡାହାଣ ପଟେ ଛପର ଘରମାନଙ୍କ ପଛପଟକୁ ମଧ୍ୟମ ଉଚ୍ଚତାର ଘନ ବୃକ୍ଷ ଓ ତା ପଛକୁ ଜଙ୍ଗଲର ଅନାବନା ଭୂମି। ଉତ୍ତର ଦିଗରେ ଦୃଶ୍ୟମାନ ବିରାଟ ବିରାଟ ପର୍ବତ ଗହଣରେ ଏକ ଆଗ୍ନେୟଗିରିରୁ ନିର୍ଗତ ଗଗନଚୁମ୍ବୀ ଲାଲ କୃଷ୍ଣୀୟ ଧୂମ। ପଛ ଦକ୍ଷିଣ ପଟ ଜଙ୍ଗଲକୁ ପ୍ରବେଶ ପଥ ସହିତ ସୁଦୀର୍ଘ ସମତଳ ଭୂମି। ମଝିରେ ମଝିରେ ନିଜ ସହିତ ଆଣିଥିବା ଟ୍ରାକରରେ ଜଙ୍ଗଲର ମାନଚିତ୍ରରେ ଜଙ୍ଗଲ ଭିତରର ସେ ବିରାଟ ଆଗ୍ନେୟଗିରିର ଲୋକେସନକୁ ଲକ୍ଷ୍ୟ କରୁଥାଏ ସେ। ଏହିପରି ଗାଁ ରାସ୍ତା ପାର କରିବା ପରେ ଆଗରେ ଥିବା ଏକ ପୁରୁଣା ମନ୍ଦିରର ଭଗ୍ନାବଶେଷର ଟିକେ ଆଗକୁ ଏକ ପୋଖରୀ ଦେଖିବାକୁ ପାଇଲା ସେ। ବାଇକ୍ ହେଡ଼ଲାଇଟ୍ର ଲାଇଟ୍ରେ ଆଗରେ ଲମ୍ବି ଯାଇଥିବା କଚ୍ଚା ରାସ୍ତା, ବାମ ପଟରେ ଏକ ବିଶାଳ ତେନ୍ତୁଳି ଗଛର ଗଣ୍ଡି ଓ ତା ପାଖ ବୁଦା ସବୁ ଦେଖାଯାଉଥାଏ। ଏତିକିବେଳେ ଲଙ୍ଗଳା ମଣିଷ ସଦୃଶ୍ୟ ଗୋଟିଏ ଧୂସର ରଙ୍ଗର ଛୋଟ ଜନ୍ତୁଟିଏ ବାଇକ୍ ଆଡ଼କୁ ଚାହିଁ ବୁଦା ଏପଟରୁ ଖସ୍ ଖସ୍ କରି ବୁଦା ସେପଟେ ଥିବା ପୋଖରୀ ଆଡ଼କୁ ଚାଲିଗଲା। ତାକୁ ଦେଖି ଭୁବନ ସଙ୍ଗେ ସଙ୍ଗେ ନିଜ ବାଇକ୍ର ଗତି କମାଇ ଦେଲା। ଏବେ ରାସ୍ତାରେ ବାଇକ୍କୁ ରଖି ଓହ୍ଲାଇ ଆସି ପୋଖରୀ ଆଡ଼କୁ ଟର୍ଚ୍ଚ ପକାଇଲା। କୂଳରେ ଥିବା ଛୋଟ ଛୋଟ ଉଦ୍ଭିଦମାନଙ୍କ ମଧ୍ୟରେ ଧୀରେ ଧୀରେ ରାସ୍ତା କରି ସେ ପୋଖରୀ ପାଖ ଗଡ଼ାଣିଆ ତଳରେ ଯାଇ ପହଞ୍ଚିଲା। ଆଖପାଖକୁ ତିର୍ଯକ ଟର୍ଚ୍ଚ ଆଲୁଅ ପକାଇ ଦେଖିଲା। ସେ ଦେଖିବାକୁ ପାଇଲା ପୋଖରୀର ଗୋଟିଏ ପଟେ ସନ୍ତସନ୍ଥିଆ ବୁଦାମାନଙ୍କ ସହିତ ଅନ୍ୟପଟେ ବିଶାଳ ତେନ୍ତୁଳି ଗଛ ଓ ନିଜ ବିରାଟକାୟ ଶାଖା ମେଲାଇ ରହିଥିବା ଅନେକ ଔଷସ୍ଥ ଗଛ। ଧୀରେ ଧୀରେ ସେ ପୋଖରୀ ପାଖାପାଖି ହେବା ସମୟରେ ଅଚାନକ ସେ କୌଣସି ଏକ ଦୁର୍ଗନ୍ଧ ଯୋଗୁଁ ଭୁବନକୁ ବହୁତ ଜୋରରେ ବାନ୍ତି ଲାଗିଲା। ଏହାପରେ ସେ ମୁହଁ ହାତ ଧୋଇବା ପାଇଁ ଠୁଙ୍କା ହୋଇ ବସି ପଡ଼ି ପାଣିକୁ ଟର୍ଚ୍ଚ ମାରି ଦେଖିବାକୁ ଚେଷ୍ଟା କଲା। ଅତ୍ୟନ୍ତ ସ୍ୱଚ୍ଛ ଜଳ, ଏତେ ସ୍ୱଚ୍ଛ ଯେ ଟର୍ଚ୍ଚ ଆଲୁଅରେ ଅତଳ ଗଭୀରରେ ଥିବା ପଙ୍କ ମଧ୍ୟ ତାକୁ ଦୃଶ୍ୟମାନ ହେଉଥାଏ। ଏତିକିବେଳେ ତାର ନଜର ଗଲା ସେ ପୋଖରୀର ସ୍ୱଚ୍ଛ ପାଣି ଭିତରର ଟିକେ ଗଭୀରରେ ବନ୍ଧା ହୋଇଥିବା ମୋଟା ମୋଟା କାଠଗଣ୍ଡି ସହିତ ଓଲଟି ପଡ଼ିଥିବା ବଡ଼ ଟ୍ରକ୍ ଡାଲା ପରି ଦୃଶ୍ୟମାନ ହେଉଥିବା ଆକୃତି ଉପରେ ଚିହ୍ନା ଚିହ୍ନା ପରି ଲାଗିବାରୁ ଆଖପାଖକୁ ଟର୍ଚ୍ଚ ମାରି ଦେଖିବାକୁ ପାଇଲା ସେ କୂଳକୁ ଲାଗି ଚହଲୁଥିବା ପାଣି ଭିତରେ ପଙ୍କ ଶଯ୍ୟାରେ ଅଧା ଦୃଶ୍ୟମାନ କାଠ କଟର ମେସିନ୍, ତା ସହିତ ବନ୍ଧୁକ କେତୋଟି ପଡ଼ି ରହିଛି ରକ୍ତାକ୍ତ ଅବସ୍ଥାରେ। ଏସବୁ ଦେଖି ସେ ଚିହ୍ନି ସାରିଥାଏ। ହଠାତ୍ ତା ହାଲକ ଶୁଖିଗଲା। ଆଖପାଖ ଗଭୀର ପାଣିକୁ ଟର୍ଚ୍ଚ ମାରୁ ମାରୁ ସେ ଦେଖିବାକୁ ପାଇଲା ସେହି ଟ୍ରକ୍ ପାଖରେ ଅସ୍ପଷ୍ଟ ଧଳା ଜନ୍ତୁ ତିନୋଟି ପାଣି ଭିତରୁ ତାକୁ ଚକମକ ଚକ୍ଷୁ ସହିତ ଚାହିଁ ରହିଥିଲେ ଓ ଟର୍ଚ୍ଚ ଆଲୁଅ ପଡ଼ିବା କ୍ଷଣି ସେଗୁଡ଼ିକ ସେଠାରୁ ପହଁରି ପହଁରି ଆହୁରି ଗଭୀରକୁ ଚାଲିଗଲେ। ଆଶ୍ଚର୍ଯ୍ୟ ହୋଇ ବନ୍ଧୁକକୁ ଧରି ଠିଆ ହୋଇ ପଡ଼ିଲା ସେ। ଭୟରେ ଦୁଇଟି ଗୁଳି ପାଣି ଭିତରକୁ ଚଲାଇ ଦେଲା ସେ।
ଯାହାର ଶବ୍ଦ ଆଖପାଖରେ ଖେଳିଗଲା। ଏତିକିବେଳେ ଆଗରେ ଥିବା ପୋଖରୀ ହୁଡ଼ା ରାସ୍ତା କଡ଼ରେ ସେହି ବିଶାଳ ତେନ୍ତୁଳି ଗଛର ଡାଳଗୁଡ଼ିକ ମଡ଼ମଡ଼ ହୋଇ ଭାଙ୍ଗିଯିବାର ଶବ୍ଦ ଆସିଲା। ଭୁବନ ସେ ଆଡ଼କୁ ଟର୍ଚ୍ଚ ବୁଲାଇ ଦେଖିବାକୁ ଚେଷ୍ଟା କଲା। ନଜର ଗଲା ତା'ର ତେନ୍ତୁଳି ଗଛର ଶିଖର ଉପରକୁ। ଆଶ୍ଚର୍ଯ୍ୟର କଥା, ଈଷତ୍ ରକ୍ତବର୍ଣ୍ଣର ଛିଣ୍ଡା ପୁରୁଣା ଲୁଗା ପିନ୍ଧା ଏକ ଡେଙ୍ଗା ସ୍ତ୍ରୀ ଲୋକ ମୁଣ୍ଡରେ ଓଢ଼ଣି ଦେଇ କାଖରେ ଛୋଟ ପିଲାଟିଏ ଧରି ତେନ୍ତୁଳି ଗଛରୁ ନଇଁ ଆସିଥିବା ଏକ ମୋଟା ଶାଖାରେ ବସି ଦୁଇ ଗୋଡ଼ ହଲ ହଲ କରି ଖସି ଖସି ତଳକୁ ଆସୁଥାଏ। ଶୁଖିଲା ଧଳା ଧବଳ ଚର୍ମ ସହିତ ତା'ର ମୁହଁ ଦେଖାଯାଉନଥାଏ। ଲମ୍ବା ଲମ୍ବା ଆଙ୍ଗୁଳି ସହିତ ହାତରେ କଳା ଚୁଡ଼ି, ଦୁଇ ପାଦରେ ଦୁଇଟି କଳଙ୍କି ଲଗା ଲୁହାର କଡ଼ା, ନଖ ଗୁଡ଼ିକ ମରିଯାଇ କଳା ପଡ଼ିଯାଇଥାଏ ଓ ତା'ର ଛିଣ୍ଡା ଲୁଗାର କାନିଟି ସ୍ୱଳ୍ପ ଫଡ଼ ଫଡ଼ ହୋଇ ଉଡ଼ୁଥାଏ। ଶାଖାରୁ ରାସ୍ତାକୁ ଓହ୍ଲାଇ ଆସିବା ପରେ ମଡ଼ ମଡ଼ ହୋଇ ନଇଁ ଯାଇଥିବା ଶାଖାଟି ପୁନଃ ଛାଟି ହୋଇ ପତ୍ର ଝଡ଼ା ଦେଇ ଉପରକୁ ପହଞ୍ଚିଗଲା। ଏସବୁ ଦେଖି ସେ ଆଡ଼କୁ ଟର୍ଚ୍ଚ ମାରି ଓ ବନ୍ଧୁକକୁ ଲକ୍ଷ୍ୟ କରି ଧୀରେ ଧୀରେ ପୋଖରୀ କୂଳରୁ ପାଦ ପଛକୁ ଫେରାଇଲା ଭୁବନ। ରାସ୍ତା ଉପରେ ଥିବା ବାଇକ୍ ଆଡ଼କୁ ମୁହଁ କରି ଜୋରରେ ଦୌଡ଼ିବାକୁ ଲାଗିଲା। ସ୍ତ୍ରୀ ଲୋକଟି ଏବେ ଶାଖାରୁ ଓହ୍ଲାଇ ସାରି ମୂର୍ତ୍ତି ପରି ରାସ୍ତାରେ ଠିଆ ହୋଇ ପୋଖରୀ ଆଡ଼କୁ ଚାହିଁଥାଏ। ତେନ୍ତୁଳି ପତ୍ର ଝଡ଼ି ତା ଚାରିପାଖରେ ପଡ଼ିଥାଏ। କାଖରେ ଥିବା ଛୁଆଟି ମୁଣ୍ଡଟି ଉଚ୍ଚ ସହିତ ଦେହ ଅପପୁଷ୍ଟି ରୋଗ ହେଲା ପରି ଦେଖାଯାଉଥାଏ, ଯେପରି କଙ୍କାଳ ଉପରେ ଶୁଖିଲା ଚର୍ମ ଥିଲା ପରି। ଭୁବନ ଗାଡ଼ି ପାଖରେ ପହଞ୍ଚି ପଚାରିଲା, କିଏ ରେ ତୁମେ? ଏଠି ଅନ୍ଧାରରେ ଏକେଲା ପିଲାକୁ ଧରି କ'ଣ କରୁଛ? ଗଛ ଉପରେ କ'ଣ କରୁଥିଲ? ଆରେ ତୁମକୁ ଶୁଭୁ ନାହିଁ କି? ସ୍ତ୍ରୀ ଲୋକଟି ଧରିଥିବା ପିଲାଟା ଭୁବନକୁ ଚାହିଁ ଧୀରେ ଧୀରେ ତଳକୁ ଓହ୍ଲାଇଲା। ଆଉ କେଉଁ ଭୋକିଲା ଶୃଗାଳ ପରି ମାଡ଼ି ଆସିଲା ବାଇକ୍ ପାଖରେ ଠିଆ ହୋଇଥିବା ଭୟଭୀତ ଭୁବନ ଆଡ଼କୁ। ତାକୁ ଏପରି ଆସୁଥିବାର ଦେଖି ଭୁବନ ଏକା ସହିତ 5-6ଟି ଗୁଳି ଚଲାଇଦେଲା। ସେ ଛୁଆଟିର ଦେହରେ କ୍ଷତ ହୋଇଗଲା। ସବୁଜ ରଙ୍ଗର ରକ୍ତ ବାହାରୁଥାଏ ତା କ୍ଷତରୁ। ଅଧମରା ହୋଇ ଘୁଷୁରିଗଲା ସେ ମାଟି ଉପରେ। ସଙ୍ଗେ ସଙ୍ଗେ ଦୀର୍ଘ ଶ୍ୱାସ ନେଇ ପୋଖରୀ ଆଡ଼କୁ ଚାହିଁ ହଠାତ୍ ରାକ୍ଷସୀ ପରି ଚିତ୍କାର କଲା ସେ ସ୍ତ୍ରୀ ଲୋକଟି, ଯାହାର ତୀବ୍ରତା ଏତେ ମାତ୍ରାରେ ଭୁବନର କାନ ଉପରେ ପଡ଼ିଲା ଯେ ତା ହାତରୁ ବନ୍ଧୁକ ଖସି ପଡ଼ିଲା ଓ ଦୁଇ କାନରୁ ସ୍ୱଳ୍ପ ରକ୍ତ ମଧ୍ୟ ବାହାରି ଆସିଲା। ଆଣ୍ଠେଇ ବସି ପଡ଼ିଲା ଭୁବନ ନିଜ କାନ ଦୁଇଟିରେ ହାତ ଦେଇ। ବଣ ଜଙ୍ଗଲ ସହିତ ପୋଖରୀ ଚାରିପଟରେ ମଧ୍ୟ ସେ କମ୍ପନ ଖେଳିଗଲା। ନିଜକୁ ସମ୍ଭାଳି ବାଇକ୍ରେ ବସି ସଙ୍ଗେ ସଙ୍ଗେ ଭୁବନ ଫୋନ୍ ଲଗାଇଲା ନିଜ ମାଲିକ ମାଇକେଲକୁ। ବନ୍ଧୁକକୁ ବାଇକ୍ରେ ଯୋଖି ଗୁଳି ଚାଳନା କରିବାକୁ ଲାଗିଲା ସେ ସେହି ଡେଙ୍ଗା ସ୍ତ୍ରୀ ଲୋକ ଉପରକୁ। ସ୍ତ୍ରୀ ଲୋକଟିର ଦେହରେ ଗୁଳି ବାଜି ବହୁତ କ୍ଷତ ହୋଇଯାଉଥାଏ ଆଉ ସେହି କ୍ଷତ ମଧ୍ୟରୁ ସବୁଜ ରଙ୍ଗର ରକ୍ତ ମଧ୍ୟ ବାହାରୁଥାଏ। ଗୁଳିମାଡ଼ର ଭୟରେ ସ୍ତ୍ରୀ ଲୋକଟି ଶୀଘ୍ର ଶୀଘ୍ର ତେନ୍ତୁଳି ଗଛ ଉପରକୁ ଚଢ଼ିବାକୁ ଲାଗିଲା। ଏପଟେ ପୋଖରୀ ଭିତରୁ ଦଳ ଦଳ ହୋଇ ସବୁଜ ଚକ୍ଷୁ ସହିତ ଅନେକ ଜନ୍ତୁ ଭୁବନକୁ ଲକ୍ଷ୍ୟ କରି ମାଡ଼ି ଆସୁଥାନ୍ତି। ମୋବାଇଲରେ ଫଟୋ ଓ ଭିଡ଼ିଓ କିଛି ରେକର୍ଡ଼ିଂ କରି ନେଇଥାଏ ସେ। ପୋଖରୀ ଆଡ଼କୁ କିଛି ବୋମା ଫୋପାଡ଼ି ନିଜକୁ ସମ୍ଭାଳି ଆଗକୁ ନ ଦେଖି ବାଇକ୍ ଚଲାଇଲା ଭୁବନ। ଫୋନ୍ ଲାଗିବା କ୍ଷଣି ଭୁବନ ଜୋର ଜୋରରେ ଶ୍ୱାସ ନେବା ସହିତ କହୁଥାଏ, ସାର୍ ମାଇକେଲ ସାର୍, ଏଠି ପୋଖରୀ ଭିତରେ ଆମ ଟ୍ରକ୍ ସବୁ ପଡ଼ି ରହିଛି। ଆପଣ ଆଗରୁ ପଠାଇଥିବା ଲୋକମାନଙ୍କର ଦେଖା ନାହିଁ, ହେଲେ ସେମାନଙ୍କର ଚିରା ପୋଷାକ, ୱେପନ୍, କାଠ ଲୋଡ଼ ହୋଇଥିବା ଟ୍ରକ୍ ଏବଂ କଟର ମେସିନ୍ ସବୁ ଏଇଠି ଗୋଟିଏ ପୋଖରୀ ଭିତରେ ପଡ଼ିଛି। ସାର୍, ମୋ ଉପରେ ଅଜଣା ଜନ୍ତୁମାନେ ଆକ୍ରମଣ କରୁଛନ୍ତି। ଏଗୁଡ଼ିକ ମଲା ମଣିଷ ପରି ହେଲେ ଲଙ୍ଗଳା ହୋଇ ମାଡ଼ି ଆସୁଛନ୍ତି। ଲାଗୁଛି ବହୁତ ଭୟଙ୍କର ଘଟଣା ଘଟି ସାରିଛି ଆମ ଲୋକମାନଙ୍କ ସହିତ। GPS ଟ୍ରାକରେ ମୋ ଲୋକେସନ୍ ବି ଦେଖିନେବେ। ଆଇ ଥିଙ୍କ ଆଇ ଏମ୍ ଗୋନା ଡାଏ। ଏହିପରି ଆଗକୁ ଯାଉ ଯାଉ ହଠାତ୍ ଗୋଟିଏ ବଡ଼ ଡାଳ ସହିତ ମାଡ଼ ହୋଇ ତଳେ ପଡ଼ିଗଲା ସେ। ଟାଙ୍ଗରା ଭୂଇଁରେ କାନ୍ଧ ମାଡ଼ ହୋଇ ମକଚି ହୋଇ ବିନ୍ଧା ହେବାକୁ ଲାଗିଲା। ଏପଟେ ପୋଖରୀ ଭିତରୁ କୂଳକୁ ମେଣ୍ଢାଙ୍କ ପରି ଦଳ ଦଳ ହୋଇ ମାଡ଼ି ଆସିଲେ ଅନେକ ଅଜଣା ଜନ୍ତୁ।
ରାସ୍ତାରେ ପଡ଼ିଯାଇଥିବାରୁ ଖଣ୍ଡିଆ ଖାବରା ହୋଇଯାଇଥିଲା ସେ। ଧୀରେ ଧୀରେ ଉଠି ଛିଡ଼ା ହେଲା ସେ। ଜୀବନ ବିକଳରେ ବନ୍ଧୁକରୁ ଗୁଳି ଶେଷ ହେଲା ପର୍ଯ୍ୟନ୍ତ ଫୁଟେଇ ଚାଲିଲା ସେ। ଲଗାତାର ଗୁଳିର ଶବ୍ଦ ଶୁଣାଯାଉଥିଲା ସବୁଆଡ଼େ। ପୁଣି ଘୋର ବିସ୍ଫୋରଣର ଧ୍ୱନି ସହିତ ଫୋନ୍ ବନ୍ଦ ହୋଇ ଯୋଗାଯୋଗ ବନ୍ଦ ହୋଇଗଲା। ମୃତଗଣ୍ଡ ଜଙ୍ଗଲଠାରୁ ପ୍ରାୟ 60 କିଲୋମିଟର ଦୂରରେ ସ୍ଥିତ ନିଜର ବିଶାଳକାୟ ସାମ୍ରାଜ୍ୟ ଭିତରେ ନିଜ ପୋଷା ଗୁଣ୍ଡା ଓ ବ୍ୟବସାୟୀମାନଙ୍କ ଗହଣରେ ବସିଥିଲା ବେଳେ ମାଇକେଲର ମୋବାଇଲକୁ ଗୋଟି ଗୋଟି କରି ଫଟୋ ଓ ଭିଡ଼ିଓ ଆସିଲା ଭୁବନ ନମ୍ବରରୁ। ସେସବୁକୁ ଡାଉନଲୋଡ଼ କରି ଦେଖିବାକୁ ଲାଗିଲା ସେ। ଭିଡ଼ିଓରେ ଥାଏ ଅନ୍ଧାର ପରିବେଶ ମଧ୍ୟରେ ଟର୍ଚ୍ଚ ଆଲୁଅରେ ଆଲୋକିତ ହେଉଥିବା ସେହି ଗାଁର ଭଙ୍ଗା ଛପର ଗୃହମାନ, ଗୁଳିମାଡ଼ ଓ ରକ୍ତ ଛିଟାପୂର୍ଣ୍ଣ କାନ୍ଥ, ବିରାଟ ପୋଖରୀ, ଭାସମାନ କାଠଗଣ୍ଡି ସବୁ, ଗଭୀର ପାଣି ଭିତରେ ଟ୍ରକ୍ ଏବଂ ଅନେକ କାଠ କଟର ମେସିନ୍ ସହିତ ଚିରା ପୋଷାକ, ଜୋତା ଓ ଅନେକ ବନ୍ଧୁକ। ତାପରେ ତେନ୍ତୁଲି ବୃକ୍ଷର ଶିଖରରୁ ତଳକୁ ଆସୁଥିବା ଡେଙ୍ଗା ସ୍ତ୍ରୀ ଲୋକ ଓ ଉତ୍ପାତ କରି ଦଳ ଦଳ ହୋଇ ଆସୁଥିବା ଲଙ୍ଗଳା ମୃତପାୟ ମଣିଷ ସବୁ। ତା ସହିତ ଭିଡ଼ିଓରେ ଭୁବନ ବାଇକ୍ରେ ବସି କିଛି ବୋମା ପଛକୁ ଫୋପାଡ଼ି ଧଇଁ ସଇଁ ହୋଇ ଆଗକୁ ଗଲାବେଳେ ସେ ସ୍ତ୍ରୀ ଲୋକଠାରୁ ଗୋଟିଏ ଶକ୍ତ ଚାପୁଡ଼ା ଖାଇ ଫିଙ୍ଗି ହୋଇ ତଳେ ପଡ଼ିବା ପରେ କ୍ୟାମେରାଟି ଆପେ ଆପେ ବନ୍ଦ ହୋଇ ଭିଡ଼ିଓ ଶେଷ ହୋଇଗଲା।